ଆଜିର ଏହି କାହାଣୀଟି ହେଉଛି ଏପରି ଏକ ଲୋକଙ୍କର ଯିଏକି ସହରରେ କାମ କରୁଥିଲେ, କିନ୍ତୁ ତାଙ୍କ ପରିବାର ଗାଁରେ ରହୁଥିଲେ ଓ ପ୍ରତି ମାସରେ ଥରେ ଗାଁକୁ ଯାଇ ଘର ଲୋକଙ୍କ ସହ ଭେଟ ପଡ଼ି ସେମାନଙ୍କ ଦୁଃଖ ସୁଖ ବୁଝି ଆସୁଥିଲେ। କିନ୍ତୁ ଏଥର ଅଧିକ ଡେରି ହୋଇଗଲା। ସେ ଲୋକଟି 6 ମାସ ପରେ ଗାଁକୁ ଆସୁଥିଲେ। ମାଟି ତାଙ୍କ ପୁଅର ଅପେକ୍ଷା କରିଥିଲେ। ଗାଁର ସମସ୍ତ ଲୋକଙ୍କ ସହ ସାକ୍ଷାତ କରିବା ପରେ ସେ ଲୋକଟି ଘରକୁ ଆସିଲେ ଓ ତା ମାକୁ ସେ ସହରରୁ ଆଣିଥିବା ମିଠା ପ୍ୟାକେଟଟା ଦେଲେ। ମାଟି ପଚାରିଲେ, ଏଇଟା କ'ଣ? ପୁଅଟି କହିଲା, ଆପଣଙ୍କ ପସନ୍ଦର ମିଠା ଆଣିଛି। ମା'ମାନଙ୍କର ଅଭ୍ୟାସ ଥାଏ ପଚାରିବାର। ମାଟି ପଚାରିଲେ, କେତେ ଟଙ୍କା ଦେଇ କିଣିଲୁ? ପୁଅଟି କହିଲା, 200 ଟଙ୍କା। ମାଟି ରାଗିଗଲେ ଓ କହିଲେ, ଏତେ ଟଙ୍କା ଖର୍ଚ୍ଚ କରିବାର କ'ଣ ଦରକାର ଥିଲା? ତୁ କେତେ ଦୁର୍ବଳ ଦେଖାଯାଉଛୁ। ତୋ ପାଇଁ ଫଳ କିଣି ଖାଇ ଦେଇଥାନ୍ତୁ। ତୁ କେତେ ପତଳା ଦେଖାଯାଉଛୁ। ପୁଅଟି କହିଲା, ମୁଁ ସହରରେ 12ରୁ 14 ଘଣ୍ଟା କାମ କରୁଛି। ତୁମେ ବୁଝିପାରିବନି। ତୁମେ ମିଠା ଖାଅ। ତୁମ ପାଇଁ ଆଣିଛି। ଘରର ସମସ୍ତ ଲୋକଙ୍କୁ ସେ ମିଠା ବାଣ୍ଟିଦେଲେ ଓ ଯେତେବେଳେ ରାତିରେ ଖାଇସାରି ତା ଶୋଇବା ଘରକୁ ଗଲେ, ସେତେବେଳେ ତାଙ୍କ ବେଗରେ ଆଉ ଗୋଟିଏ ପ୍ୟାକେଟ ଲୁଚାଇ ରଖିଥିଲେ। ତାକୁ ବାହାର କରି ତାଙ୍କ ସ୍ତ୍ରୀକୁ ଦେଲେ। ସ୍ତ୍ରୀଟି ପଚାରିଲେ, ଏଇଟା କ'ଣ? ସେହି ଲୋକଟି କହିଲେ, ଚକୋଲେଟ। ସ୍ତ୍ରୀଟି କହିଲେ, କେତେ ଟଙ୍କା ଦେଲ? ସେ ଲୋକଟି କହିଲେ, 750 ଟଙ୍କା। ବହୁତ ଦାମ ଅଟେ। କେବଳ 4 ପିସ୍ ଅଛି। ଶୀଘ୍ର ଖାଇଦିଅ। ତୁମ ପାଇଁ ଆଣିଛି। ସେ ଲୋକଟି ବହୁତ ଖୁସିର ସହ କହୁଥିଲେ। ସ୍ତ୍ରୀଟି ରାଗିଗଲେ ଓ କହିଲେ, ଏଇଟା କ'ଣ କରୁଛ? ସେହି ଲୋକଟି କହିଲେ, କ'ଣ ହେଲା? ତୁମ ପାଇଁ ନ ଆଣିବି ତ ଆଉ କାହା ପାଇଁ ଆଣିବି? ସ୍ତ୍ରୀଟି କହିଲେ, ତୁମ ମା 200 ଟଙ୍କା ପାଇଁ କହୁଥିଲେ ଯେ ତୁମେ ଖାଇବାରେ ଖର୍ଚ୍ଚ କର ଓ ପୁଅ ମୋ ପାଇଁ 750 ଟଙ୍କାର ଚକୋଲେଟ ଆଣୁଛି। ସେ ଲୋକଟି ପୁଣି ଥରେ କହିଲେ, ତୁମ ପାଇଁ ନ ଆଣିବି ତ ଆଉ କାହା ପାଇଁ ଆଣିବି? 4 ପିସ୍ ଚକୋଲେଟ ଅଛି। ଶୀଘ୍ର ଖାଇଦିଅ। ସ୍ତ୍ରୀଟି କହିଲେ, ଘରର ସମସ୍ତ ସଦସ୍ୟ ସହିତ ବାଣ୍ଟିକି ଖାଇଲେ ହୋଇନଥାନ୍ତା? ଘରେ ବାପା ଅଛନ୍ତି, ମା ଅଛନ୍ତି, ଛୁଆମାନେ ଅଛନ୍ତି। ସେହି ଲୋକଟି କହିଲେ, 4 ପିସ୍ ଅଛି, କିପରି ଦେଇଥାନ୍ତି ସମସ୍ତଙ୍କୁ? ସ୍ତ୍ରୀ କହିଲେ, ସମସ୍ତେ ଛୋଟ ଛୋଟ ଖଣ୍ଡ କରି ଖାଇ ଦେଇଥାନ୍ତା। ତୁମ ମା ତୁମ ପାଇଁ କେତେ ଭାବୁଛନ୍ତି ଓ ତୁମେ ମୋ ପାଇଁ ଏତେ ଟଙ୍କା ଖର୍ଚ୍ଚ କରୁଛ। ତୁମ ମା ତୁମକୁ ବୁଝାଉଛନ୍ତି ମିଠା ନ ଆଣି ନିଜ ପାଇଁ ଖର୍ଚ୍ଚ କରିବାକୁ ଓ ତୁମେ ସ୍ତ୍ରୀ ପାଇଁ 750 ଟଙ୍କାର ଚକୋଲେଟ ଆଣୁଛ। ସେ ଲୋକଟି କହିଲେ, ତୁମେ ବୁଝିପାରୁନ। ସ୍ତ୍ରୀଟି କହିଲେ, ତୁମେ ନିଜେ ବୁଝିପାରୁନ। ତୁମକୁ କେତେ କଷ୍ଟରେ ପାଠ ପଢ଼ାଇ ଏତେ ବଡ଼ କଲେ, ତାପରେ ଯାଇ ତୁମେ ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇପାରିଛ ଓ ତୁମେ ତାଙ୍କୁ ଛାଡ଼ି ମୋତେ ଏହି ଦାମିକା ଉପହାର ଦେଉଛ। ଏହି ଚକୋଲେଟ ଡବାଟା ସକାଳେ ଖୋଲିବ ଓ ଯେଉଁ 4 ପିସ୍ ଚକୋଲେଟ ଅଛି ସମସ୍ତେ ବାଣ୍ଟିକି ଖାଇବା। ତୁମେ ଟିକେ ଭାବ, କାଲି ଯେତେବେଳେ ଆମ ଛୁଆ ହେବ ଓ ଆମ ସହିତ ଏପରି ବ୍ୟବହାର କରିବ, ସେତେବେଳେ ଆମକୁ କିପରି ଲାଗିବ? ସେହି ଲୋକଟି ତାଙ୍କ ସ୍ତ୍ରୀର କଥା ବୁଝିସାରିଥିଲେ ଓ ସେ ଚକୋଲେଟ ଡବାଟା ତା ଆରଦିନ ସକାଳେ ଖୋଲିଲା ଓ ସମସ୍ତେ ବାଣ୍ଟିକି ଖାଇଲେ। ଆଜିର ଏହି କାହାଣୀଟି କିପରି ଲାଗିଲା କମେଣ୍ଟ କରନ୍ତୁ। ଭଲ ଲାଗିଥିଲେ ଲାଇକ୍ ସେୟାର କରନ୍ତୁ। ପ୍ରଥମ ଥର ଦେଖୁଥିଲେ ସବସ୍କ୍ରାଇବ୍ କରି ବେଲ୍ ଘଣ୍ଟିକୁ ଅଲ୍ କରନ୍ତୁ। ପୁଣି ଦେଖା ହେବ ଆଉ ଏକ କାହାଣୀ ସହିତ। ଧନ୍ୟବାଦ।